ଜଗନ୍ନାଥ ସକାଳୁ ଉଠିବା ମାତ୍ରେ କେବଳ ଏହି 4 ଅକ୍ଷରର ମନ୍ତ୍ର ଆପଣଙ୍କୁ କରିପାରେ ଧନୀ। ନିଶ୍ଚୟ ଜାଣି ରଖନ୍ତୁ ବନ୍ଧୁଗଣ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଅନେକ ସମୟରେ ମନୁଷ୍ୟ ଜୀବନରେ ଅନେକ ସମସ୍ୟା ଆସିଯାଏ, ଯାହାକୁ ସେ କେବେ ବି ଚିନ୍ତା କରିନଥାଏ। ଘର ମଧ୍ୟରେ ଏପରି ଅଶାନ୍ତି ଦେଖାଦିଏ ଯେ ସେ ଅଣନିଶ୍ୱାସୀ ହୋଇଯାଏ। ପୁଣି କେତେବେଳେ କିଛି ଭଲ କାମ ହେଉ ହେଉ ବିଗିଡ଼ିଯାଏ, ଯାହା ତାକୁ ଖୁବ୍ ଦୁଃଖିତ କରିଦିଏ, ଯାହାଦ୍ୱାରା ସେ ସବୁବେଳେ ଚିନ୍ତିତ ରହେ ଏବଂ ସେହି ସମସ୍ୟାରୁ ସବୁବେଳେ ବାହାରିବାକୁ ଚାହେଁ। ତେବେ ଆଜିକାର ଏହି ଭିଡ଼ିଓରେ ଆମେ ଏହିସବୁ ସମସ୍ୟାର ଏକ ସମାଧାନ ବିଷୟରେ କହିବୁ, ଯାହାକୁ ଆପଣ ସକାଳ ସମୟରେ କଲେ ଜୀବନର ସବୁ ପ୍ରକାରର ସମସ୍ୟା ଦୂରେଇ ଯିବ। ଆମେ ଆଜି ଆପଣଙ୍କୁ ଏକ ମନ୍ତ୍ର ବିଷୟରେ କହିବାକୁ ଯାହାକୁ ଯଦି ଆପଣ ନିଷ୍ଠାର ସହିତ ପ୍ରତ୍ୟେକ ଦିନ କରନ୍ତି, ତେବେ ମହାଦେବ ଶିବ ନିଶ୍ଚୟ ପ୍ରସନ୍ନ ହୋଇଯିବେ। ମହାଦେବ ଶିବ ଏବଂ ମାତା ପାର୍ବତୀ ଉଭୟ ହିଁ ନିଜ ଭକ୍ତଙ୍କ ଉପରେ ସବୁବେଳେ ଆଶୀର୍ବାଦ ରଖନ୍ତି। ଭଗବାନ ଶିବ ପ୍ରସନ୍ନ ହେବା ଅର୍ଥ ମାତା ପାର୍ବତୀ ମଧ୍ୟ ପ୍ରସନ୍ନ ହୋଇଯାଆନ୍ତି। କୌଣସି ଜଣଙ୍କୁ ପ୍ରସନ୍ନ କଲେ ଅନ୍ୟ ଜଣେ ମଧ୍ୟ ପ୍ରସନ୍ନ ହୋଇଯାଆନ୍ତି। ତେଣୁ ମାତା ପାର୍ବତୀ ଏବଂ ମହାଦେବ ଶିବଙ୍କ କୃପା ଦୃଷ୍ଟି ପାଇବା ପାଇଁ ସକାଳୁ କିଛି ଶବ୍ଦର ଜପ ନିଶ୍ଚୟ କରିବା ଉଚିତ। ପ୍ରଥମ ଉପାୟକୁ ଯେ କେହି ବି କରିପାରିବେ, ଅର୍ଥାତ୍ ଛୋଟ ପିଲାଠାରୁ ଆରମ୍ଭ କରି ବଡ଼ ଲୋକମାନେ ମଧ୍ୟ ଏହି ମନ୍ତ୍ରର ଜପ କରିପାରିବେ। ବିଦ୍ୟାର୍ଥୀ କିମ୍ବା ଛୋଟ ପିଲାମାନେ ଏହି ମନ୍ତ୍ରର ଜପ କରିବା ଦ୍ୱାରା ମାନସିକ ବିକାଶ ହୋଇଥାଏ। ଘରର ମହିଳାମାନେ ମଧ୍ୟ ଏହି ଉପାୟକୁ ନିଶ୍ଚୟ କରିବା ଉଚିତ। ସାଧାରଣତଃ ଭଗବାନଙ୍କ ପୂଜାପାଠ କରିବା ପାଇଁ କିମ୍ବା ପ୍ରସନ୍ନ କରିବା ପାଇଁ ସକାଳୁ ସ୍ନାନ କରି ଭଲ ପୋଷାକ ପରିଧାନ କରି ଅନେକ ନିୟମର ପାଳନ କରିବାକୁ ପଡ଼ିଥାଏ। କିନ୍ତୁ ଆଜି ଆମେ ଯେଉଁ ଉପାୟ ବିଷୟରେ କହିବୁ, ସେହି ଉପାୟରେ କୌଣସି ନିୟମର ଆବଶ୍ୟକତା ନାହିଁ। କେବଳ ସକାଳୁ ଉଠି 2ଟି ଶବ୍ଦ ବିନା ସ୍ନାନରେ କହିଲେ ସବୁ ପ୍ରକାରର ସମସ୍ୟା ଦୂରେଇ ଯିବ ଏବଂ ଶୁଭଫଳ ମଧ୍ୟ ପ୍ରାପ୍ତ ହେବ। ସାଧାରଣତଃ ଏହି ଉପାୟ ନବବିବାହିତା ମହିଳା ଯଦି କରନ୍ତି, ତେବେ ଘରର ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ। ଏହା ବ୍ୟତୀତ ବୈବାହିକ ଜୀବନ ମଧ୍ୟ ସୁଖକର ହୋଇଯିବ। ବୟସ୍କ ଲୋକ ମଧ୍ୟ ନିଜର ଭଲ ସ୍ୱାସ୍ଥ୍ୟ କାମନା କରି ଏବଂ ବ୍ୟବସାୟୀମାନେ ବ୍ୟବସାୟରେ ଉନ୍ନତି ଆଶା କରି ଏହି ମନ୍ତ୍ରର ଜପ କରି ପାରିବେ। ଏହି ମନ୍ତ୍ରର ଜପ ଦ୍ୱାରା ମନର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ଭଗବାନ ଶିବ ମଧ୍ୟ ଆଶୀର୍ବାଦ କରନ୍ତି। ଏହା ବ୍ୟତୀତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଜୀବନର ପ୍ରାରମ୍ଭ ଦେବାଦେବୀଙ୍କ ପୂଜାପାଠରୁ ଆରମ୍ଭ କରିବା ଉଚିତ, ଯାହାଦ୍ୱାରା ତାହାର ଶୁଭ ଫଳ ପ୍ରାପ୍ତ ହେବ। ତେବେ ସେହି ମନ୍ତ୍ରଟି ହେଉଛି ଓମ୍ ଜାଂ ସ୍ୱାହା। ଓମ୍ ଜାଂ ସ୍ୱାହା ଏହାକୁ ଲୌହ ମହାମୃତ୍ୟୁଞ୍ଜୟ ମନ୍ତ୍ର ଅଟେ, ଯାହା ଜପ କରିବା ଦ୍ୱାରା ଜାତକ ଦୋଷ ମଧ୍ୟ ଦୂରେଇ ଯାଏ। 2 ହାତକୁ ଯୋଡ଼ି ଏହି ମନ୍ତ୍ରର ଜପ କରିବା ଉଚିତ। କରାଗ୍ର ବସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ୱତୀ, କର ମୂଳେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମ୍। ଏହାର ଅର୍ଥ ହାତର ଅଗ୍ରଭାଗରେ ମାତା ଲକ୍ଷ୍ମୀ, ମଝିରେ ସରସ୍ୱତୀ ଏବଂ ତଳେ ଗୋବିନ୍ଦ ବାସ କରନ୍ତି। ତେଣୁ ଏହି ଜପ କରିବା ଦ୍ୱାରା ମନୁଷ୍ୟର ସମସ୍ୟା ଦୂରେଇ ଯାଏ ଏବଂ ସବୁ ମନସ୍କାମନା ମଧ୍ୟ ପୂରଣ ହୁଏ।
ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରେ ଭୁଲିବେନି। ଜୟ ଜଗନ୍ନାଥ, ଜୟ ବାବା ଭୋଲେନାଥ, ଧନ୍ୟବାଦ।